ଏହି ତାରିଖରେ ଆସିବାକୁ ଯାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ବାବଦର ଟଙ୍କା। ଯଦି ଆପଣ ବି ଜଣେ ପିଏମ୍ଏୱାଇ ଅଧୀନରେ ଆବେଦନ କରିଛନ୍ତି ଅର୍ଥାତ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଛନ୍ତି, ଜାଣିଥିବେ ଏବେ ଏକ ରିସେଣ୍ଟଲି ଡ୍ରାଫ୍ଟ ଲିଷ୍ଟ ଜାରି ହୋଇଥିଲା। ତେବେ ଯେଉଁମାନଙ୍କର ନାମ ମଧ୍ୟ ଏଥିରେ ଫାଇନାଲ ନଥିଲା ଅର୍ଥାତ୍ ଏଥିରେ କିଛି ନାମ କଟି ପୁଣି ଆସିବାର ଥିଲା ନୂଆ ଲିଷ୍ଟ। ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଜାରି ହେଲା ଏକ ବଡ଼ ଘୋଷଣା। ଭିଡିଓରେ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଆପଣ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମୀଣ କ୍ଷେତ୍ରରେ 1,20,000 ଟଙ୍କା ବଣ୍ଟନ କରିଥାନ୍ତି ସରକାର। ସେହିପରି ସହରୀ କ୍ଷେତ୍ରରେ 1,40,000 ମିଳିଥାଏ। ଏମିତିକି ଯେଉଁ ହିତାଧିକାରୀ 3 ମାସ 6 ମାସ 1 ବର୍ଷ ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ଶେଷ କରିଥାନ୍ତି, ତେବେ ସରକାରଙ୍କ ତରଫରୁ ସେମାନଙ୍କୁ ସର୍ବାଧିକ 20,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଇଥାଏ। ତେବେ ଏହି ପ୍ରଧାନମନ୍ତ୍ରୀ ଆବାସରେ ଅନେକ ହିତାଧିକାରୀ ଆବେଦନ କରିଥିବା ବେଳେ ସେମାନଙ୍କର ସର୍ଭେ କାର୍ଯ୍ୟ ଶେଷ ହୋଇଛି, ହେଲେ ସେମାନେ ୱାର୍କ ଅର୍ଡରକୁ ଚାହିଁ ବସିଛନ୍ତି। ତେବେ ମିଳୁଥିବା ସୂଚନା ମୁତାବକ ସେପ୍ଟେମ୍ବରରେ ଆସିବାକୁ ଯାଉଛି ୱାର୍କ ଅର୍ଡର ବା ନୂଆ ଲିଷ୍ଟ। ଯେଉଁମାନଙ୍କର ନାମ ଥିବ ସେମାନେ ମଧ୍ୟ ଟଙ୍କା ପାଇପାରିବେ। ଆଉ ଯଦି ଆପଣ ବି ଏହାର ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ, ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଯାଇ ମଧ୍ୟ ଚେକ୍ କରିପାରିବେ। ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଇଥିବା ଅନ୍ତୋଦୟ ଗୃହ ଯୋଜନାରେ ମଧ୍ୟ ଅନେକ ହିତାଧିକାରୀ ଆବେଦନ କରିଛନ୍ତି। ଠିକ୍ ସେମିତି ପିଏମ୍ ଆବାସ ପରି ମଧ୍ୟ ଅନ୍ତୋଦୟ ଗୃହ ଯୋଜନାରେ 1,20,000 ଟଙ୍କା ସରକାର ମଧ୍ୟ ବଣ୍ଟନ କରିଥାନ୍ତି। ତେବେ ଏଥିରେ ଯେଉଁ ହିତାଧିକାରୀ ଆବେଦନ କରିଛନ୍ତି, ତେବେ ସେମାନଙ୍କର ମଧ୍ୟ ଆସିବାକୁ ଯାଉଛି ଫାଇନାଲ ଲିଷ୍ଟ। ଆଉ ଲିଷ୍ଟରେ ନାମ ଆସିଲେ ସେମାନଙ୍କୁ ମଧ୍ୟ ମିଳିପାରିବ ପ୍ରଥମ କିସ୍ତି ବାବଦର ଟଙ୍କା। ଆଉ ଏ ସମସ୍ତେ ନୂତନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ। ତେବେ ଲିଷ୍ଟ ଦେଖିବା ପାଇଁ ୱେବସାଇଟ୍ର ଲିଙ୍କ ଡେସ୍କ୍ରିପ୍ସନରେ ଦିଆଯାଇଛି, ଯାଇ ମଧ୍ୟ ଚେକ୍ କରିପାରିବେ। ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେ ଶେଷ ହୋଇଥିବା ବେଳେ ଅନେକ ହିତାଧିକାରୀମାନେ ଚାହିଁ ବସିଛନ୍ତି ୱାର୍କ ଅର୍ଡର ଲିଷ୍ଟକୁ ନେଇ। ତେବେ ଆସୁଛି ବଡ଼ ଖୁସି ଖବର ସେହିମାନଙ୍କ ପାଇଁ। ଏବେ ସେମାନେ ନୂତନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ। ଏମିତିକି କିଛି ହିତାଧିକାରୀଙ୍କ ମତାମତ ଅନୁଯାୟୀ ଏଥର ମଧ୍ୟ ବହୁ ଲେଟ୍ ହେଲାଣି, ଯାହାକି ପ୍ରତିବର୍ଷ ଏହା ପୂର୍ବରୁ ମଧ୍ୟ ଆସିଯାଉଥିଲା।